ସମସ୍ତଙ୍କୁ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସ୍ୱାଗତ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ ଆସୁଥିବା ବାର୍ଷିକ ପରୀକ୍ଷା ପଞ୍ଚମ ଶ୍ରେଣୀ ଗଣିତର କିଛି ବଛା ବଛା ପ୍ରଶ୍ନ ନେଇକି ଆସିଛୁ, ଯେଉଁଟାକି ପରୀକ୍ଷା ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତ ଯେଉଁମାନେ ବି କ୍ଲାସ୍ରେ ନୂଆ ଅଛ, ଏବେ ହିଁ ଆମ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିକି ଆମ ସହିତ ଯୋଡ଼ି ହୋଇଯାଅ ପିଲାମାନେ। ଆଉ ସେସନ୍ଟିକୁ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅ, ଯେହେତୁ ଏହି ଚ୍ୟାନେଲ୍ ମାଧ୍ୟମରେ ଆଗକୁ ଆସୁଥିବା ଇଂରାଜୀ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ମଧ୍ୟ ବଛା ବଛା ପ୍ରଶ୍ନ ନେଇକି ଆସିବୁ ଏବଂ ସମସ୍ତେ ମିଶିକି ତାର ସମାଧାନ କରିବା। ଠିକ୍ ଅଛି, ତ ଚାଲ ଡେରି ନ କରି ସେସନ୍ଟିକୁ ଆରମ୍ଭ କରିବା, ନେଇକି ଦେଖିବା କେଉଁ ପ୍ରଶ୍ନ ଆସିଛି। ହଉ, କ'ଣ କହୁଛି ଦେଖ, ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ ଦେବାକୁ ପଡ଼ିବ ଏବଂ ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦେବାକୁ ପଡ଼ିବ। ତ ପ୍ରଶ୍ନ କ'ଣ କହୁଛି, ଇଂରାଜୀ ଅକ୍ଷର ଏଚ୍ରେ ଏକଟି ପ୍ରତିସମ ଅକ୍ଷର ଅଛି। ପ୍ରତିସମ କହିଲେ କ'ଣ ପିଲାମାନେ ଦେଖ, ଧରାଯାଉ ଏଇଟା ଗୋଟେ ବୃତ୍ତ ଅଟେ, ୟାକୁ ଦ୍ୱିଫାଳ କରିବା। ଏମିତି ଏ ଗୋଟେ ଫାଳ ଯେମିତି ଦେଖାଯିବ, ଏଇଟା ମଧ୍ୟ ସେମିତି ଦେଖାଯିବ, ୟାକୁ ପ୍ରତିସମ କୁହାଯାଏ। ତ ଏଚ୍ରେ ପିଲାମାନେ ଦେଖ କେତୋଟି ପ୍ରତିସମ ଅଛି, ଏଚ୍ରେ ଦେଖ ଦୁଇଟି ପ୍ରତିସମ ଅଛି। କେମିତି ପିଲାମାନେ ଦେଖ, ଏଇଟା ଗୋଟେ ପ୍ରତିସମ ହେବ, ନାଇଁ କି? ଏପଟ ଯେମିତି ଦେଖାଯାଉଛି, ଏପଟ ମଧ୍ୟ ସେମିତି ଦେଖାଯାଉଛି। ତାପରେ ଏମିତି ମଧ୍ୟ ଦେଖ ପ୍ରତିସମ ହେବ, ଏଇଟା ଯେମିତି ଦେଖାଯିବ, ତଳଟା ମଧ୍ୟ ସେମିତି ଦେଖାଯିବ। ତ ଗୋଟିଏ ନୁହେଁ, ଦୁଇଟି ପ୍ରତିସମ ଅଛି। ତ ଏଇଟା ଭୁଲ ଉକ୍ତି। ବେଶ, ତାପରେ ପ୍ରଶ୍ନ କ'ଣ ଆସୁଛି ଦେଖ ପିଲାମାନେ, ବର୍ଗକ୍ଷେତ୍ରର କ୍ଷେତ୍ରଫଳ ସମାନ ବାହୁ ଗୁଣନ ବାହୁ। ବର୍ଗକ୍ଷେତ୍ରର କ୍ଷେତ୍ରଫଳ ସମାନ, ଠିକ୍ କହିଛି ପିଲାମାନେ, ବା ଇଣ୍ଟୁ ବା, ମାନେ ବାହୁ ଗୁଣନ ବାହୁ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ କହୁଛି ଦେଖ ପିଲାମାନେ, ଗୋଟେ ସେକେଣ୍ଡ। ତ ଦେଖ ପରବର୍ତ୍ତୀ ପ୍ରଶ୍ନ କ'ଣ କହୁଛି ପିଲାମାନେ, ଆମର ଗୋଟେ ସେକେଣ୍ଡ, ହଁ, ସ୍ତମ୍ଭଲେଖ ତଥ୍ୟ ଉପସ୍ଥାପନାର ଏକ ମାଧ୍ୟମ ଅଟେ କି? ଠିକ୍ କହିଛି କି ପିଲାମାନେ, ନିଶ୍ଚୟ ଠିକ୍ କହିଛି, ଏଇଟା ସଠିକ୍ ଉତ୍ତର ଅଟେ। ପରବର୍ତ୍ତୀ ପ୍ରଶ୍ନ କ'ଣ ଆସୁଛି ପିଲା ଦେଖ, 9 PM ରୁ 9 AM ମଧ୍ୟରେ ସମୟର ଅବଧି ହେଉଛି 24 ଘଣ୍ଟା। 24 ଘଣ୍ଟା ନୁହେଁ ପିଲାମାନେ, 9 PM ରୁ 9 AM ହେଉଛି କେତେ ଘଣ୍ଟା ନା 12 ଘଣ୍ଟା। ଠିକ୍ ଅଛି, 24 ଘଣ୍ଟା ହେବନି, ଏଇଟା ଭୁଲ ଅଛି ପିଲାମାନେ, ବୁଝି ହେଲା? ହଉ, ପରବର୍ତ୍ତୀ ପ୍ରଶ୍ନ କ'ଣ ଆସୁଛି ପିଲା ଦେଖ, ପ୍ରଶ୍ନ ଆସୁଛି 100 ଗ୍ରାମ ସମାନ 1/10 କିଲୋଗ୍ରାମ କି? ହଁ ପିଲାମାନେ ଦେଖ, ଯେହେତୁ 100 ଗ୍ରାମ ଲେଖିଦିଅ, ବିଭକ୍ତକ 1 କେଜି ସମାନ କେତେ ଗ୍ରାମ? 1000 ଗ୍ରାମ। ତ ହରଣ 1000 କରିଦିଅ, ଲଘିଷ୍ଠ ହୋଇଯିବ। ୟାର ଦୁଇଟି ଶୂନ କଟିଗଲା, ତଳର ଦୁଇଟି ଶୂନ କଟିଯିବ, 1 ବୋଲିଛି ଲବ, ତଳେ ବୋଲିଛି 10, 1/10 ହେବ। ବୁଝି ହେଲା? ତ ଦେଖ, ଏଇ ଥିଲା ଆସୁଥିବା ବାର୍ଷିକ ପରୀକ୍ଷା ପାଇଁ ଗଣିତର କିଛି ବଛା ବଛା ପ୍ରଶ୍ନ। ଆମ ସହିତ ଯୋଡ଼ି ରହ ପିଲାମାନେ, ଆହୁରି ଗଣିତର କିଛି ବଛା ବଛା ପ୍ରଶ୍ନ ନେଇକି ଆସିବୁ, ଯେଉଁଟାକି ପରୀକ୍ଷା ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ତ ରହୁଛୁ, ପୁଣି ଦେଖା ହେବ ଏହି କିଛି ସମୟ ପରେ ଆଉ ଗୋଟେ ଜବରଦସ୍ତ ସରେ। ଠିକ୍ ଅଛି, ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।